ସେଇ ଜିନିଷ ଗୁଡା ଆକ୍ସେପ୍ଟ କରିପାରୁନି ମନ ଯେ ସିଏ ନାହାନ୍ତି ତାଙ୍କ ସହିତ ଗୀତ ଆସିବନି ଏ ସବୁ ଗୋଟେ ବହୁତ ମାନେ ବ୍ରେନ୍ ପାଇଁ ଗୋଟେ ଟ୍ରମା କହିପାରିବି। ଗୋଟେ ଭିଜୁଆଲ ଆମେ ଦେଖିଥିଲୁ ଯେ ଆପଣ ତାଙ୍କ ମାଙ୍କୁ ବୁଝଉଥିଲେ ସେ କାନ୍ଦୁଥିଲେ କଣ ନେକ୍ସଟ ଟାଇମ୍ ଯେବେ ବି ତାଙ୍କ ମାଙ୍କୁ କିଛି ଦରକାର ପଡିବ ବିକଜ ସେ ବର୍ତ୍ତମାନ ପୁରା ଏକା ହେଇଯାଇଛନ୍ତି। ମୁଁ କହିଛି ଆଣ୍ଟିଙ୍କୁ କହିଛି ଆମେ ସମସ୍ତେ ସେ ଯଦି କଟକରେ ରହିଲେ ଆମେ ତ ପାଖରେ ଅଛୁ ଆମେ ଚେଷ୍ଟା କରିବୁ ସମସ୍ତେ ତାଙ୍କୁ ମୋରାଲ ଷ୍ଟ୍ରେନ୍ଥ ଦବା ପାଇଁ କାହିଁକିନା ତାଙ୍କର ଆଉ କେହି ବି ନଥିଲେ ତାଙ୍କ ମା ଆଉ ତାଙ୍କ ମାମୁଁ ଏମାନେ ଅଛନ୍ତି ବଟ୍ ତାଙ୍କ ପୁଅ ଦିଟା ପୁଅ ପଳେଇଲେ ହଜବେଣ୍ଡ ପଳେଇଲେ ସେ ଆଉ କାହାକୁ ଦେଖିକି ବଞ୍ଚିବେ ତ ଆଜ୍ ମ୍ୟୁଜିକାଲ ଫ୍ୟାମିଲି ଆମେ ଚେଷ୍ଟା କରିବା ଆଣ୍ଟିଙ୍କ ସାଙ୍ଗରେ ରହିବା ପାଇଁ। ତାଙ୍କ ସହିତ ପ୍ରଥମ ଗୀତ କୋଉଟା ଥିଲା ଆଉ ଶେଷ ଗୀତ ଆପଣଙ୍କ କୋଉଟା ଥିଲା? ପ୍ରଥମ ଗୀତ ତ ମାନେ ମୁଁ 12 ବର୍ଷ ତଳେ ଗାଇଥିଲି କୋଉଟା ବି ମୋର ମନେ ନାହିଁ ଶେଷ ଗୀତ ବି ରିଲିଜ ବହୁତ ଗୁଡେ ଗୀତ ଏବେ ମୁଁ ଗାଇଛି ଯୋଉଟା ସେ ଗାଇ ଦେଇଛନ୍ତି ଯୋଉଟା ରିଲିଜ ହବ ବଟ୍ ତାଙ୍କର ମୋର ଏବେ ସେ ମତେ ଲାଷ୍ଟ କଲ୍ କରିଥିଲେ ବୋଧେ କିଛି ଦିନ ତଳେ ଯେ ସେ ମତେ ବଡି ବଡି କୁହନ୍ତି ସବୁବେଳେ ବଡି ଆଉ କଂଗ୍ରାଚୁଲେସନ୍ସ ଆମର ଏବେ ଦିଟା ଗୀତ ଏକା ସାଙ୍ଗରେ ହିଟ୍ ଚାଲିଛି ଗୋଟେ ଉଡି ଉଡି ବିମାନରେ ଯିବା ଗୋଟେ ତାଲେ ତାଲେ ଆଉ ବହୁତ ଖୁସି ଲାଗୁଛି ଦିଟା ଯାକ ଗୀତ ଷ୍ଟେଜରେ ଡିମାଣ୍ଡ କରୁଛନ୍ତି ମତେ ଟିକେ ଲିରିକ୍ସ ପଠାଅ ତାଙ୍କୁ ମୁଁ ହ୍ୱାଟ୍ସଆପରେ ଲିରିକ୍ସ ପଠେଇଥିଲି ତାପରେ ଷ୍ଟୁଡିଓରେ ତ ଆମେ 6-7 ମାନେ ତାଙ୍କ ହସ୍ପିଟାଲ ଯିବାର 6-7 ଦିନ ପୂର୍ବରୁ ଦେଖା ହେଇଥିଲୁ ତ ସରିଗଲା।